କିଛି ପିତାମାତା ମାନେ ବୁଝିପାରି ନଥାନ୍ତି, ଅନ୍ୟର ଖୁସିକୁ ଦେଖିପାରି ନଥାନ୍ତି, ଅନ୍ୟର ପିଲାର ବଢ଼ିବାଟାକୁ ଦେଖିପାରି ନଥାନ୍ତି। ଆଉ ସେଇଟା ନିଜ ପିଲାଙ୍କ ଭିତରେ ସେମାନେ ଖୋଜିଥାନ୍ତି। ଆଉ ପିଲାଙ୍କୁ ସବୁବେଳେ ଟାହିଟପରା କରି ଅନ୍ୟମାନଙ୍କ ଆଗରେ ତଳକୁ ପକାଇ ଦେଇଥାନ୍ତି। ସେମାନେ ଭୁଲି ଯାଉଛନ୍ତି ସେମାନେ ନିଜ ପିଲାକୁ ଉତ୍ସାହ ପ୍ରେରଣା ଦେବା ପରିବର୍ତ୍ତେ ନିଜ ପିଲାକୁ ଏଠି ଡିମୋଟିଭେଟ୍ କରୁଛନ୍ତି। ଆଉ ନିଜ ପିଲା ଭିତରେ ଥିବା ଶକ୍ତିକୁ ଚିହ୍ନି ତାଙ୍କୁ ଉତ୍ସାହିତ ନ କରି ତାକୁ ଆହୁରି ଡିମୋଟିଭେଟ୍ କରୁଛନ୍ତି ଅନ୍ୟମାନଙ୍କ ଆଗରେ ଲଜ୍ଜିତ କରି। ଆଜ୍ଞା, ଯଦି ପିଲାମାନେ କିଛି କରିପାରୁନାହାନ୍ତି ନା, ତାଙ୍କ ଭିତରେ ଭଲ ଗୁଣ କିଛି ଅଛି, ସେଇଟାକୁ ଖୋଜନ୍ତୁ, ସେଇଟାକୁ ହିଁ ଉତ୍ସାହିତ କରନ୍ତୁ। ଅନ୍ୟ ପିଲା କ'ଣ କଲା, ଅନ୍ୟ ପିଲା ଭଲ ଖେଳିଲା, ଅନ୍ୟ ପିଲା ଭଲ କଥା କହିପାରୁଛି, ଅନ୍ୟ ପିଲା ଭଲ ପାଠ ପଢ଼ିପାରୁଛି। ଯଦି ସମସ୍ତେ ସଚିନ ତେନ୍ଦୁଲକର ହେଇଯିବେ, ଥରେ ଟିକେ ଭାବନ୍ତୁ, ସଚିନ ତେନ୍ଦୁଲକରକୁ ଯେତେବେଳେ ଭଗବାନ ବୋଲି କ୍ରିକେଟରେ କୁହାଯାଉଛି, ସଚିନ ତେନ୍ଦୁଲକର ମାଟ୍ରିକ ପାସ୍ ବି କରିନଥିଲେ, ବହୁତ ଥରକରେ ସେ ମାଟ୍ରିକ ପାସ୍ କରିଥିଲା। ତାଙ୍କ ପିତାମାତା ଯଦି ତାଙ୍କୁ ଡିମୋଟିଭେଟ୍ କରିଥାନ୍ତେ, ତୁ ଭଲ ପାଠ ପଢ଼ୁନୁ, ତୁ ଜୀବନରେ କିଛି ବି କରିପାରିବୁନି, ସଚିନ ତେନ୍ଦୁଲକର ଏଠି ଆସି ପହଞ୍ଚି ନଥାନ୍ତା। ଆଜ୍ଞା, ଆଉ ପ୍ରତ୍ୟେକ ଅଭିଭାବକମାନଙ୍କୁ ମୋର ଅନୁରୋଧ ଯେ ପାଠଟା ସବୁ କିଛି ନୁହେଁ ଆଜ୍ଞା, ଷାଠ ବି କିଛି ଥାଏ। ଆଉ ପାଠ ଷାଠ ସହିତ ପିଲାମାନଙ୍କୁ ଟିକେ ଭଲ ପାଇବା ସ୍ନେହ ଦିଅନ୍ତୁ। ନିଜର ଫ୍ରଷ୍ଟ୍ରେସନକୁ ପିଲାଙ୍କ ଆଗରେ ଛାଡ଼ନ୍ତୁ ନାହିଁ, ଖାସ୍ କରି ପିଲା ପଢ଼ୁଥିବା ସମୟରେ। ଯେତେବେଳେ ସେ କିଶୋରରୁ ଯୁବ ଅବସ୍ଥାକୁ ଗଡ଼ୁଥାଏ ନା, ସେଇ ସମୟରେ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ, ଦେଖିବେ ସବୁ କିଛି ଠିକ୍ ହେଇଯିବ। କିନ୍ତୁ ନିର୍ଗୁଣ କୌଣିକି ବହିବା ପରେ କିଛି ବି ହେଇପାରିବ ନାହିଁ।